ସମସ୍ତଙ୍କୁ ନମସ୍କାର। ଆଜି ହ୍ୟୁମାନ ସାଗର ଯିଏକି ଓଡ଼ିଶାର କଣ୍ଠଶିଳ୍ପୀ ବା ସୁନ୍ଦର ଗାୟକ ଆଜି ଦେହାନ୍ତ ହେଇଛି ତାଙ୍କର। ତ ଏଇଟେ ଅନୁଭବ ମହାନ୍ତି ବି ଆସିଛନ୍ତି। ଯିଏକି ଅଭିନେତା ତ ତାଙ୍କ ପରିବାର ବି ଅଛନ୍ତି ସମସ୍ତେ। ବହୁତ ଦୁଃଖର ବିଷୟ ଆମ ଓଡ଼ିଶା ପାଇଁ ଗୋଟେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଆଜି ଦେହାନ୍ତ ହେଇଛି ତାଙ୍କର। ତ ତାଙ୍କ ମର ଶରୀରକୁ ରଖାହେଇଛି ତାଙ୍କ ୱାଇଫ ବି ଅଛନ୍ତି ଏଠି ସ୍ତ୍ରୀ। ତ ସମସ୍ତେ ତାଙ୍କୁ ଆସିକି ସେ ଶରୀରକୁ ଭେଟିକି ଯାଉଛନ୍ତି। ମଣିଷ ଜୀବନ ଅଳ୍ପକେ ମାତ୍ର ସବୁ ଗୋଟେ ଦିନ ସମସ୍ତେ ଦୁନିଆ ଛାଡିକି ଯିବାକୁ ନିହାତି। ତ ଏମିତି ଆଉ କଣ୍ଠଶିଳ୍ପୀ ବୋଧେ ଆଉ ପାଇବ ନାହିଁ ଓଡିଶା ବାସୀ। ତ ମତେ ଏମତି ଲାଗୁଛି ତାଙ୍କ ଝିଅ ବି ଅଛନ୍ତି। ଆଉ ତାଙ୍କ ସ୍ତ୍ରୀ ତାଙ୍କ ମା ସମସ୍ତେ ସମ୍ପର୍କୀୟ ଅଛନ୍ତି ଦେଖନ୍ତୁ। ତ ଆଜି ସେମାନେ ଶେଷ ମୁହୂର୍ତ୍ତରେ ଦର୍ଶନ କରିବାକୁ ଆସୁଛନ୍ତି ସମସ୍ତେ। ତ ଓଡ଼ିଶା ବାସୀ ପୁରା ଝୁରୁଛନ୍ତି ହ୍ୟୁମାନ ସାଗରଙ୍କୁ। ତ ବହୁତ ଷ୍ଟାର ସିଙ୍ଗର କିନ୍ତୁ ଆଜି ତାଙ୍କର ଦେହାନ୍ତ ହେଇଯାଇଛି। ତାଙ୍କ ପରିବାରରେ ପୁରା ଦୁଃଖର ଛାୟା ପୁରା ହେଇଯାଇଛି ଦେଖନ୍ତୁ ତାଙ୍କ ଶରୀରକୁ ରଖାହେଇଛି। ତ ସମସ୍ତେ ବସିକି ଶେଷ ଦର୍ଶନ କରୁଛନ୍ତି ତାଙ୍କର। ତ ଏଇ ଆମ୍ବୁଲାନ୍ସ ରେ ତାଙ୍କ ଶରୀରକୁ ଅଣା ହେଇଛି। ଦିଲ୍ଲୀରୁ ସେ ଦିଲ୍ଲୀ ଏମ୍ସ ରେ ଟ୍ରିଟମେଣ୍ଟ ହଉଥିଲେ ସେଇଠି ହିଁ ଦେହାନ୍ତ ହେଇଯାଇଛି ତାଙ୍କର। ଆଉ ଶେଷ ଦିନ ପାଇଁ ଆଜି ଦୁନିଆ ଛାଡିକି ଚାଲିଗଲେ। ତ ମଣିଷ ଜୀବନ ଯେତେ ବି ଅହଙ୍କାର ଗର୍ବ ଯେତିକି କଣ ହେଲେ କିଛି ନାହିଁ କିନ୍ତୁ ଗୋଟେ ଦିନ ଦୁନିଆ ଛାଡିକି ଯିବାକୁ ନିହାତି ଅଛି ତ ସେଇଟା ଆମେ ଚାହିଁଲେ ବି ହବ ନ ଚାହିଁଲେ ବି ହବ। ତ ଜନ୍ମ କେମିତି ମୃତ୍ୟୁ ସେମିତି ତାଙ୍କ ଜୀବନରେ ଯେତିକି ସେ ସିଙ୍ଗିଙ୍ଗ କରିଛନ୍ତି ବା ଗୀତ ଗାଇଛନ୍ତି ସମସ୍ତଙ୍କୁ ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚେଇଛନ୍ତି ଭଲ ପାଇବା ଦେଇଛନ୍ତି। ତ ସେ ସ୍ମୃତି ହେଇକି ରହିଯିବ। ଆଉ ବର୍ତ୍ତମାନ ସମସ୍ତେ ଷ୍ଟାର ଫିଲ୍ମ ଷ୍ଟାର ସବୁ ପ୍ରକାର ଷ୍ଟାର ଆସିକି ସେଇଠି ପହଞ୍ଚିଛନ୍ତି ଅନୁଭବ ବି ଅଛନ୍ତି ଏଇଠି। ଆଉ ସବୁ ସମସ୍ତେ ଆସିକି ତାଙ୍କ ବିଷୟରେ କଥାବାର୍ତ୍ତା ହେଇ ଦେଖନ୍ତୁ। କିଏ ତାଙ୍କୁ ବିରୋଧ କରିଥିଲେ କିନ୍ତୁ ସେମାନେ ବି ଆଜି ତାଙ୍କ ଦୁଃଖ ସମୟରେ ପହଞ୍ଚିଛନ୍ତି ସେଇଟା ବହୁତ ବଡ ବିଷୟ। ତାଙ୍କ ପରିବାର ବର୍ଗରେ ସମସ୍ତେ ଅଛନ୍ତି ବାରମ୍ବାର ଦେଖନ୍ତୁ ଅନୁଭବ ମହାନ୍ତି ଆଉ ଏପଟେ ସବୁ ଷ୍ଟାର ମାନେ ଅଛନ୍ତି ତାଙ୍କ ପରିବାରରେ ତାଙ୍କ ମା ସେଇଠି ଅଛନ୍ତି। ତ ଏମିତି ସବୁ ବିଷୟ ସରି ଯାଇଛି ହ୍ୟୁମାନ ସାଗର ଆଜିଠୁ ତାଙ୍କର ନୂଆ ନୂଆ ଗୀତ ଆଉ ଆମେ ଶୁଣି ପାରିବା ନାହିଁ। କେବଳ ପୁରୁଣା ଗୀତ ଶୁଣିକି ହିଁ ତାଙ୍କୁ ମନେ ପକେଇବାକୁ ପଡିବ। ତ ଏଇଟା ଆମ୍ବୁଲାନ୍ସ ଭିତରେ ତ ତାଙ୍କୁ ସେଇଠୁ କଢା ହେଇଛି। ଆମ୍ବୁଲାନ୍ସ ରୁ କଢା ହଉଛି ଆଉ ସବୁ ଭିଡ ଅଛି ଦେଖନ୍ତୁ। ବହୁତ ଭିଡ ଅଛି କାରଣ ଯିଏକି ମନଛୁଆଁ ଗୀତ ଗାଇବା ଜଣେ କଣ୍ଠଶିଳ୍ପୀ ଆଜି ଦୁନିଆ ଛାଡିକି ଯାଇଛନ୍ତି। ତ ତାଙ୍କ କେବଳ ଶରୀର ଆମେ ଦେଖୁଛୁ କିନ୍ତୁ ତାଙ୍କର ଆଉ ସ୍ୱର ଆଉ ଶୁଣି ପାରିବ ନାହିଁ। ତ ସମସ୍ତେ ଆଜି ଝୁରୁଛନ୍ତି